ସମସ୍ତଙ୍କୁ ଏଡିଏସ୍ ନଲେଜ୍ ପଏଣ୍ଟରେ ସ୍ୱାଗତ ସହ ମୁଁ ଆପଣଙ୍କର ପ୍ରିୟ ଡିକେ ସାର୍। ଦେଖନ୍ତୁ ପିଲାମାନେ, ସୁବର୍ଣ୍ଣପୁର ଡିଷ୍ଟ୍ରିକ୍ଟର ଅଫିସ୍ ଅଫ୍ ଦ କମାଣ୍ଡାଣ୍ଟ ହୋମଗାର୍ଡସ୍ ତା ତରଫରୁ ନୋଟିଫିକେସନଟି ଆସିଛି, ଯେଉଁଥିରେ ସୁବର୍ଣ୍ଣପୁର ଜିଲ୍ଲାର ହୋମଗାର୍ଡ ଚାକିରି ପାଇଁ ସିଲେକ୍ସନ୍ ପାଇଛନ୍ତି। ଚାଲନ୍ତୁ ସେ ବିଷୟରେ ଆମେ ଡିଟେଲ୍ ଆଲୋଚନା କରିବା। ଆଲୋଚନା କରିବା ପୂର୍ବରୁ ଯେଉଁମାନେ ନୂଆ କରିକି ଆସିଛନ୍ତି ସେମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ, କାହିଁକିନା ମୁଁ ଅଲ୍ ଜବ୍ ରିଲେଟେଡ୍ ନୋଟିଫିକେସନ୍, ନଲେଜେବୁଲ୍ ଭିଡ଼ିଓ ଏବଂ ଏକ୍ଜାମ୍ ଆନାଲିସିସ୍ ଭିଡ଼ିଓ ଏହି ଚ୍ୟାନେଲ୍ ମାଧ୍ୟମରେ ପ୍ରୋଭାଇଡ଼ କରିଥାଏ। ତେଣୁକରି ଭିଡ଼ିଓ ଛାଡ଼ୁ ଛାଡ଼ୁ ସିଧାସଳଖ ଆପଣମାନଙ୍କର ମୋବାଇଲକୁ ନୋଟିଫିକେସନ୍ଟିଏ ଚାଲିଯିବ ପିଲାମାନେ। ବୁଝିଗଲା? କିଛି ଅସୁବିଧା ହେବ ନାହିଁ, ଡରିବାର କିଛି ନାହିଁ ପିଲାମାନେ। ଚାଲନ୍ତୁ ବିଳମ୍ବ ନ କରି ଆରମ୍ଭ କରିବା। ଓକେ, ଦେଖନ୍ତୁ ଏ ହେଉଛି ସୁବର୍ଣ୍ଣପୁର ଜିଲ୍ଲାର ଅଫିସିଆଲ ନୋଟିସ୍। ଏଇଥିରେ ଆପଣମାନଙ୍କର ସୁବର୍ଣ୍ଣପୁର ଜିଲ୍ଲାର କମାଣ୍ଡାଣ୍ଟ ହୋମଗାର୍ଡସ୍ ତା ତରଫରୁ ନୋଟିସ୍ଟି ଆସିଛି। ଦେଖନ୍ତୁ ଏଇଥିରେ ଓଡ଼ିଶାର ହୋମଗାର୍ଡର ହେଡ଼କ୍ୱାର୍ଟର କଟକ ସାର୍କେଲରୁ ମଧ୍ୟ ଆପଣମାନଙ୍କର ନୋଟିସ୍ ଆସିଛି। ଦେଖିପାରୁଥିବେ ଲେଟର ନମ୍ବର, ଯେଉଁଥିରେ କି ଆପଣମାନଙ୍କର 92ଟି ହୋମଗାର୍ଡର ପୋଷ୍ଟ ଆସିଥିଲା। ତାର ଡିଟେଲ ନୋଟିଫିକେସନ୍ ମୁଁ ଆପଣମାନଙ୍କୁ ଆଲୋଚନା କରିକି ଏହି ଚ୍ୟାନେଲରେ ଆପଣମାନଙ୍କ ପାଇଁ ମୁଁ ଆପଲୋଡ଼ କରିଦେଇଥିଲି। ସେହି ଭିଡ଼ିଓର ଲିଙ୍କ ମଧ୍ୟ ଡେସ୍କ୍ରିପସନ୍ ବକ୍ସରେ ରହିଛି, ତାକୁ ମଧ୍ୟ ନିଶ୍ଚୟ ଯାଇକରି ଦେଖନ୍ତୁ। ବୁଝିପାରିଲେ ପିଲାମାନେ? ତେଣୁକରି ଯେଉଁ 92 ଜଣ କ୍ୟାଣ୍ଡିଡେଟ୍ ସିଲେକ୍ସନ୍ ହେଇଛନ୍ତି ସେମାନଙ୍କୁ ଅନେକ ଅନେକ ଶୁଭେଚ୍ଛା, ଅଭିନନ୍ଦନ ଏବଂ ଇଂରାଜୀ ନୂତନ ବର୍ଷର ମଧ୍ୟ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ମୁଁ ପୂର୍ବରୁ ଆପଣମାନଙ୍କୁ କହିଥିଲି ଏହି ଚାକିରି 3 ବର୍ଷ ପାଇଁ କଣ୍ଟ୍ରାକ୍ଚୁଆଲ ବେସିସ୍ର ରହିବ। ଚାଲନ୍ତୁ ବର୍ତ୍ତମାନ ଆମେ ଥାନା ୱାଇଜ୍ କେତେ କଟ୍ ଅଫ୍ ମାର୍କ ଯାଇଛି, କେଉଁ ଟ୍ରେଡ୍ରେ କେତେ ନମ୍ବର ଯାଇଛି, ଜେନେରାଲ ଡ୍ୟୁଟି ପାଇଁ କେତେ ନମ୍ବର ଯାଇଛି, କିଏ କେଉଁ ଟ୍ରେଡ୍ରେ ସିଲେକ୍ସନ୍ ପାଇଛନ୍ତି ଜାଣିନେବା। ଚାଲନ୍ତୁ ପ୍ରଥମେ ଆମେ ଦେଖିବା ସୁନିତା କର୍ମୀ, ଯିଏକି ଜଣେ ଫିମେଲ୍। ସିଏ ଟୋଟାଲ ମାର୍କ ସିକ୍ୟୁର କରିଛନ୍ତି 69, ଯିଏକି ଜେନେରାଲ ଡ୍ୟୁଟି କ୍ୟାଟେଗୋରୀରେ ସିଲେକ୍ସନ୍ ପାଇଛନ୍ତି। ସେଇଭଳି ଆପଣମାନେ ଦେଖିପାରୁଥିବେ ଡ୍ରାଇଭର ପାଇଁ 72 ମାର୍କ ଏଇଥିରେ ଶିବ କୁମାର ପଣ୍ଡା ପାଇଛନ୍ତି। ତେଣୁକରି ଆପଣମାନେ ଜାଣିପାରୁଥିବେ 69 ମାର୍କ ରଖିଲେ ମଧ୍ୟ ଆପଣମାନେ ଜେନେରାଲ ଡ୍ୟୁଟି କ୍ୟାଟେଗୋରୀରେ ସିଲେକ୍ସନ୍ ପାଇପାରିବେ। ବୁଝିଗଲେ? ତେଣୁକରି ଯେଉଁମାନେ ଏକ୍ଜାମ ଦେଇଥିଲେ ସେମାନଙ୍କର ନମ୍ବର ଏବଂ ତାଙ୍କର କ୍ୟାଟେଗୋରୀ ଏବଂ ତାଙ୍କର କେଉଁ ଥାନା ତାକୁ ମଧ୍ୟ ଆପଣମାନେ ଜାଣି ନିଅନ୍ତୁ। ଚାଲନ୍ତୁ ଏବେ ଦେଖିବା ଆମେ ସିରିଏଲ ନମ୍ବର 15। ଏଇଥିରେ ଦେଖନ୍ତୁ ତାଙ୍କର ରୋଲ ନମ୍ବର ରହିଛି 123। ଧରଣୀଧର ଘିବାଲା, ଯିଏକି ମେଲ୍ କ୍ୟାଟେଗୋରୀର, ସେ ମଧ୍ୟ ଜେନେରାଲ ଡ୍ୟୁଟିରେ ସିଲେକ୍ସନ୍ ପାଇଛନ୍ତି। ତାଙ୍କର କେଉଁ ଥାନା ଆପଣମାନେ ଦେଖିନିଅନ୍ତୁ। ତାଙ୍କର ପିଏସ୍ ହେଉଛି ସୋନପୁର। ବୁଝିପାରିଲେ? ତେଣୁକରି ଆପଣମାନେ ଡିଟେଲ୍ ଚେକ୍ କରିନିଅନ୍ତୁ, ଆଉ କେଉଁ ଥାନାରେ କେତେ ନମ୍ବର ଯାଇଛି ତାକୁ ମଧ୍ୟ ଆପଣମାନେ ଜାଣିପାରିବେ। ବୁଝିଗଲେ ନା ପିଲାମାନେ? ଚାଲନ୍ତୁ ବର୍ତ୍ତମାନ ଆମେ ଦେଖିବା ଲଛିପୁର ପୋଲିସ ଷ୍ଟେସନ। ସେଇଥିରେ 205 ରୋଲ ନମ୍ବର ପାଇଥିବା ପହନ୍ତି ପାତ୍ର, ଯିଏକି ଜଣେ ଫିମେଲ୍, ସେ 73 ମାର୍କ ସ୍କୋର କରିଛନ୍ତି। ଜେନେରାଲ ଡ୍ୟୁଟି କ୍ୟାଟେଗୋରୀରେ ସିଲେକ୍ସନ୍ ପାଇଛନ୍ତି। ବୁଝିଗଲା? ତେଣୁକରି ବିଶେଷ କରିକି ଫିମେଲ୍ ମାନଙ୍କ ପାଇଁ କମ୍ ମାର୍କ ରହିଲେ ମଧ୍ୟ ପାଇଯାଉଛନ୍ତି, କିନ୍ତୁ ମେଲ୍ ଯେଉଁ ଡ୍ରାଇଭର ରହିଛନ୍ତି କିମ୍ବା କମ୍ପ୍ୟୁଟର ରହିଛନ୍ତି ସେମାନଙ୍କର ମାର୍କ ଦେଖିପାରୁଥିବେ ଅଧିକା ରହିଛି। ବୁଝିଗଲେ ପିଲାମାନେ? ତେଣୁକରି ଆପଣମାନେ ଚେକ୍ କରିନେବେ। ବର୍ତ୍ତମାନ ଆମେ ଦେଖିବା ବିନିକା ପୋଲିସ ଷ୍ଟେସନ। ସେଇଥିରେ 629 ରୋଲ ନମ୍ବର ପାଇଥିବା ଜଣେ କ୍ୟାଣ୍ଡିଡେଟ୍, ଯିଏକି 72.5 ମାର୍କ ସ୍କୋର କରିଛନ୍ତି। ଜେନେରାଲ ଡ୍ୟୁଟିରେ ମଧ୍ୟ ପାଇଛନ୍ତି। ତାଙ୍କର ଦେଖନ୍ତୁ ଡ୍ରାଇଭର ପାଇଁ ମଧ୍ୟ 72 ମାର୍କ ଯାଉଛି। ବିନିକା ପୋଲିସ ଷ୍ଟେସନ ପାଇଁ ରାଜାବାବୁ ପାଇଛନ୍ତି। ତେଣୁକରି ଏହି ଥାନାରେ ମଧ୍ୟ ଆପଣମାନେ ଦେଖିପାରୁଥିବେ ଏତେ ହାଇ କଟ୍ ଅଫ୍ ଯାଇନାହିଁ। ବୁଝିଗଲେ? ତେଣୁକରି ଆମର ସୁବର୍ଣ୍ଣପୁର ଡିଷ୍ଟ୍ରିକ୍ଟକୁ ଦେଖିକରି ଅନ୍ୟ ଡିଷ୍ଟ୍ରିକ୍ଟ ମାନଙ୍କର କ୍ୟାଣ୍ଡିଡେଟ୍ ମାନେ ମଧ୍ୟ ପ୍ରିପାରେସନ୍ କରୁଥିବେ। ତାଙ୍କର ମଧ୍ୟ ଥାନା ୱାଇଜ୍ କଟ୍ ଅଫ୍ ଯିବ। ତେଣୁକରି ସେମାନେ ମଧ୍ୟ ତାଙ୍କର ପୋଲିସ ଷ୍ଟେସନ୍ସରେ କେତେ ଭ୍ୟାକେନ୍ସି ରହିଛି ସେହି ଅନୁସାରେ ପ୍ରିପାରେସନ୍ କରୁଥିବେ। ଓକେ, ସେହିପରିକା ଆମେ ଦେଖିବା ଉଲୁନ୍ଦା ପିଏସ୍। ଉଲୁନ୍ଦା ପିଏସ୍ରେ ଦେଖିପାରୁଥିବେ ଶ୍ରୁତିକା ମହାକୁର, ଯିଏକି ଫିମେଲ୍ କ୍ୟାଟେଗୋରୀର ଅଛନ୍ତି। ଜେନେରାଲ ଡ୍ୟୁଟି ଟ୍ରେଡ୍ରେ ପାଇଛନ୍ତି। ତାଙ୍କର ମାର୍କ ରହିଛି 80। ତେଣୁକରି ଓମେନ୍ ମାନଙ୍କର ମଧ୍ୟ ଉଲୁନ୍ଦା ପୋଲିସ ଷ୍ଟେସନ୍ସରେ ହାଇ କଟ୍ ଅଫ୍ ମାର୍କ ରହିଛି। ବୁଝିଗଲେ? ଠିକ୍ ସେହିପରିକା ସୁବାଲୟ ପୋଲିସ ଷ୍ଟେସନ୍ସରେ ମଧ୍ୟ ଦେଖିବେ ପିଙ୍କି କର୍ମୀ, ସେ ମଧ୍ୟ ପାଇଛନ୍ତି 72.5 ନମ୍ବର ସ୍କୋର କରି ଜେନେରାଲ ଡ୍ୟୁଟିରେ ପାଇଛନ୍ତି। ସେଇଭଳି ଆପଣମାନେ ଦେଖିପାରୁଥିବେ ଏହି ଥାନାରେ ଟିକେ କମ୍ ମାର୍କ କଟ୍ ଅଫ୍ ଯାଇଛି। ସୂର୍ଯ୍ୟକାନ୍ତ ପଣ୍ଡା, ଯିଏକି ଡ୍ରାଇଭର ଟ୍ରେଡ୍ରେ ସିଲେକ୍ସନ୍ ହେଇଛନ୍ତି ଏବଂ ତାଙ୍କର ମାର୍କ ମଧ୍ୟ ଆପଣମାନେ ଦେଖିପାରୁଥିବେ। ଦେନ୍ ଆମେ ଦେଖିବା ବୀର ମହାରାଜପୁର ପୋଲିସ ଷ୍ଟେସନ। ସେଇଥିରେ ମଧ୍ୟ ଭାରତୀ ନାଗ ପାଇଛନ୍ତି ଫିମେଲ୍ କ୍ୟାଟେଗୋରୀରେ।
ସେ ଜେନେରାଲ ଡ୍ୟୁଟି ଟ୍ରେଡ୍ରେ ସିଲେକ୍ସନ୍ ପାଇଛନ୍ତି ଆଉ 73.5 ନମ୍ବର ରଖିଛନ୍ତି। ତେଣୁକରି ଏଇ ଯେଉଁ ବୀର ମହାରାଜପୁର ପୋଲିସ୍ ଷ୍ଟେସନ୍ସରେ ମଧ୍ୟ କମ୍ ନମ୍ବର କଟଅଫ୍ ରହିଛି। ପାଖାପାଖି ଆପଣମାନେ 73ରୁ 74 ମାର୍କ ଯଦି ସିକ୍ୟୁର କରିଥିବେ ତାହେଲେ ନିଶ୍ଚୟଇ ସିଲେକ୍ସନ୍ ପାଇଯିବେ। ଓକେ, ଦେନ୍ ଆମେ ଦେଖିବା ଡୁଙ୍ଗୁରିପାଲି ପୋଲିସ୍ ଷ୍ଟେସନ୍ସକୁ। ଏଇଥିରେ ମଧ୍ୟ ଆପଣମାନେ ଦେଖିପାରୁଥିବେ ବିବିସା ସେ ମଧ୍ୟ 79 ସ୍କୋର କରିଛନ୍ତି ଏବଂ ଜେନେରାଲ ଡ୍ୟୁଟି କ୍ୟାଟେଗୋରୀରେ ସେ ସିଲେକ୍ସନ୍ ପାଇଛନ୍ତି। ବୁଝିଗଲେ, ଏହି ପୋଲିସ୍ ଷ୍ଟେସନ୍ସରେ ମଧ୍ୟ ଆପଣମାନେ ଦେଖିପାରୁଥିବେ କମ୍ପ୍ୟୁଟରରେ 73 ମାର୍କ ସ୍କୋର ରହିଛି କମ୍ପ୍ୟୁଟର ଟ୍ରେଡ୍ ପାଇଁ। ବୁଝିଗଲା, ଦେନ୍ ଆମେ ଦେଖିବା ରାମପୁର ପୋଲିସ୍ ଷ୍ଟେସନ୍। ଏଇଥିରେ ମଧ୍ୟ 75.5, 73 ଏବଂ 80.5 ମାର୍କ ରଖିକରି ପିଲାମାନେ ସିଲେକ୍ସନ୍ ପାଇଛନ୍ତି। ଆପଣମାନେ ଦେଖିପାରୁଥିବେ ସବୁଗୁଡ଼ା ଜେନେରାଲ ଡ୍ୟୁଟି କ୍ୟାଟେଗୋରୀରେ ରହିଥିଲା। ଠିକ୍ ସେହିପରିକା ଆପଣମାନଙ୍କର ତାରବା ପୋଲିସ୍ ଷ୍ଟେସନ୍ସରେ ଦେଖିପାରୁଥିବେ ଅନିତା ମହାନନ୍ଦ ସିଏ ମଧ୍ୟ ପାଇଛନ୍ତି 66.5 ନମ୍ବର ରଖିକିରି। ତାମାନେ ଆପଣମାନେ ଯଦି 66.5 ନମ୍ବର ରଖିଛନ୍ତି ତାମାନେ ଏତିକି ନମ୍ବର ରଖିକିରି ମଧ୍ୟ ସେମାନେ ଜେନେରାଲ ଡ୍ୟୁଟି କ୍ୟାଟେଗୋରୀରେ ସିଲେକ୍ସନ୍ ପାଇଛନ୍ତି। ଓକେ, ବୁଝିପାରିଲେ ନା ପିଲାମାନେ? ମୁଁ ଡିଟେଲ୍ ଆପଣମାନଙ୍କୁ କହିଦେଲି କେଉଁ ଥାନା ଅଣ୍ଡରରେ କେଉଁ ପୋଷ୍ଟ ସବୁ ରହିଥିଲା। ବିଶେଷ କରିକିରି ଆପଣମାନଙ୍କର ଜେନେରାଲ ଡ୍ୟୁଟି କମ୍ପ୍ୟୁଟର ଏଇସବୁ ଟ୍ରେଡ୍ରେ ପୋଷ୍ଟ ସବୁ ରହିଥିଲା। ଯେଉଁମାନେ ସିଲେକ୍ସନ୍ ପାଇଥିବେ ସେମାନେ ଚେକିଂ କରିନେବେ ତାଙ୍କର ନାଁ, ତାଙ୍କର ଥାନା ଆଡ୍ରେସ୍ ଆଉ ତାଙ୍କର ମାର୍କ ମଧ୍ୟ ଦେଖିନେବେ। ବୁଝିଗଲେ, ତା ସହିତ ଅନ୍ୟ ଜିଲ୍ଲାର କ୍ୟାଣ୍ଡିଡେଟ୍ ମାନେ ମଧ୍ୟ ଦେଖିନେବେ କାହିଁକି ନା କେମିତି ସିଲେକ୍ସନ୍ ହେଉଛି ଆଉ କେଉଁ କ୍ୟାଟେଗୋରୀରେ ସିଲେକ୍ସନ୍ ହେଉଛି, ଥାନା ୱାଇଜ୍ କେମିତି ସିଲେକ୍ସନ୍ ଯାଉଛି, କେତେ ମାର୍କ କଟଅଫ୍ ରହୁଛି ସେସବୁ ନିଶ୍ଚୟ ଦେଖନ୍ତୁ ଏବଂ ନିଜ ଟ୍ରେଡ୍ ଅନୁସାରେ ପରିଶ୍ରମ କରନ୍ତୁ ଆଉ ସିଲେକ୍ସନ୍ ନିଅନ୍ତୁ। ଯଦି କିଛି ଅସୁବିଧା ହେଇଥାଏ ତାହେଲେ ଏହାର ଟେଲିଗ୍ରାମ ଗ୍ରୁପରେ ଜଏନ୍ କରିବେ ଡିକେ ସାର୍ ଓଡ଼ିଶା। ଜଏନ୍ କରିସାରିଲା ପରେ ସିଧାସଳଖ ମୋ ସହିତ ପ୍ରଶ୍ନ ପଚାରି ପାରିବେ। ବୁଝିଗଲା, ଆଉ PDF ପାଇଁ ଜମା ଅରିଡ୍ ହେବେ ନାହିଁ। ଟେଲିଗ୍ରାମ ଚ୍ୟାନେଲ୍ ADS ନଲେଜ୍ ପଏଣ୍ଟ ସେଇଥିରେ ଜଏନ୍ କରିପାରିବେ। ସେ ଅଫିସିଆଲ ଚ୍ୟାନେଲ୍, ତାର ଲିଙ୍କ୍ ମଧ୍ୟ ଡେସ୍କ୍ରିପସନ୍ ବକ୍ସରେ ରହିଛି। ତେଣୁକରି ଉଭୟ ମୋର ଟେଲିଗ୍ରାମ ଗ୍ରୁପ୍ ଡିକେ ସାର୍ ଓଡ଼ିଶା ଏବଂ ଟେଲିଗ୍ରାମ ଚ୍ୟାନେଲ୍ ADS ନଲେଜ୍ ପଏଣ୍ଟ ଦୁଇଟାର ଲିଙ୍କ୍ ଆମର ଡେସ୍କ୍ରିପସନ୍ ବକ୍ସରେ ରହିଛି। ନିଶ୍ଚୟ ଯାଇକି ଜଏନ୍ କରିନେବେ ପିଲାମାନେ। ତା ସହିତ ହୋମଗାର୍ଡ଼ର ଯେଉଁ ଭାଇବା ପାଇଁ ଏବଂ ହୋମଗାର୍ଡ଼ର ରିଟିନ୍ ପାଇଁ କ'ଣ ସବୁ ରଚନା ଆସୁଛି ତାର ଭିଡ଼ିଓ ମଧ୍ୟ ମୁଁ ଏହି ଚ୍ୟାନେଲ୍ରେ ପ୍ରତ୍ୟେକ ଡିଷ୍ଟ୍ରିକ୍ଟ ୱାଇଜ୍ ଯେଉଁ SP ସାର୍ କ୍ୱେଶ୍ଚନ୍ସ ପଚାରିଛନ୍ତି କ'ଣ ସବୁ କ୍ୱେଶ୍ଚନ୍ ଆସିଛି ତାହାର ଗୋଟେ ପ୍ଲେଲିଷ୍ଟ କରିଦେଇଛି। ସେ ପ୍ଲେଲିଷ୍ଟକୁ ଯାଇକରି ନିଶ୍ଚୟ ସେ ଭିଡ଼ିଓ ଗୁଡ଼ାକୁ ଦେଖନ୍ତୁ, ଯାହାଫଳରେ ଆପଣମାନଙ୍କର ନିଶ୍ଚୟ ଭାବରେ ଓଡ଼ିଶା ହୋମଗାର୍ଡ଼ ପାଇଁ ସିଲେକ୍ସନ୍ ପକ୍କା ହୋଇଯିବ। ବୁଝିଗଲା ପିଲାମାନେ? ଆଉ ଚ୍ୟାନେଲ୍କୁ ନୂଆ କରିକି ଯଦି ଆସିଥିବେ ତାହେଲେ ନିଶ୍ଚୟ ଭାବରେ ସବସ୍କ୍ରାଇବ୍ କରିବେ, ତା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ କାହିଁକି ନା ମୁଁ ଯେମିତି ଭିଡ଼ିଓ ଛାଡ଼ିବି ସିଧାସଳଖ ଆପଣମାନଙ୍କର ମୋବାଇଲକୁ ନୋଟିଫିକେସନ୍ଟିଏ ଚାଲିଯିବ। ବୁଝିଗଲା, ଶୀଘ୍ର ଭିଡ଼ିଓକୁ ଦେଖିବେ, ଶୀଘ୍ର ଜାଣିବେ ଆଉ ଶୀଘ୍ର କ୍ୱାଲିଫାଇ କରିବେ, ଶୀଘ୍ର ଚାକିରି ପାଇବେ। ବୁଝିପାରିଲେ ପିଲାମାନେ? ଆଉ ସାଙ୍ଗମାନଙ୍କ ନିକଟକୁ ସେୟାର କରିବେ, ଲାଇକ୍ କରିବେ ଆଉ ମତାମତ ଦେବାକୁ ଜମା ଭୁଲିବେନି। ଧନ୍ୟବାଦ।